द्वितीय विवरण 5 पर्व तहु मूसा समस्त इस्राएल लोक मानू डाकी कहले, हे इस्राएल, मु तुमମାନଙ୍କ शिक्षार्थे और रक्षार्थे और पाळारार्थे आज तुमମାନଙ୍କର କର୍ଣ୍ଣ ଗୋଚରରେ ଯେଉଁ ସବୁ ବିଧି ଓ ଶାସନ କହୁଅଛି ତହିଁରେ ମନୋଯୋଗ କର। ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ହୋରେବରେ ଆମମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ। ମାତ୍ର ଆଜି ଏହି ସ୍ଥାନରେ ଜୀବିତ ଅଟୁ ଯେ ଆମ୍ଭେମାନେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମମାନଙ୍କ ସହିତ ମୁଖାମୁଖି କଥା କହିଲେ। ସେହି ସମୟରେ ମୁଁ ତୁମମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ ଜ୍ଞାତ କରାଇବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କ ଓ ତୁମମାନଙ୍କ ମଧ୍ୟରେ ଛିଡ଼ା ହେଲି। କାରଣ ତୁମେମାନେ ଅଗ୍ନି ସକାଶୁ ଭୀତ ହେବାରୁ ପର୍ବତ ଆରୋହଣ କଲ ନାହିଁ। ତାହାଙ୍କର ବାକ୍ୟ ଏହି, ଯଥା ଯେ ତୁମ୍ଭକୁ ଦାସ୍ୟଗୃହ ସ୍ୱରୂପ ମିଶ୍ର ଦେଶରୁ ବାହାର କରି ଆଣିଛନ୍ତି, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ। ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ। ଉପରିସ୍ଥ ସ୍ୱର୍ଗରେ କି ନିଚସ୍ଥ ପୃଥିବୀରେ କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମେ ସେମାନଙ୍କୁ ପ୍ରଣାମ କରିବ ନାହିଁ କି ସେମାନଙ୍କ ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସୌଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦେବା। ମାତ୍ର ଯେଉଁମାନେ ଆମକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କ ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ମିଥ୍ୟାରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନାମ ଘେନିବ ନାହିଁ। ଯେହେତୁ ଯେ କେହି ମିଥ୍ୟାରେ ତାହାଙ୍କ ନାମ ଘେନେ, ସଦାପ୍ରଭୁ ତାହାକୁ ନିରପରାଧ କରି ଗଣନା କରିବେ ନାହିଁ। ତୁମେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମ ଦିନ ପାଳନ କରି ପବିତ୍ର କର। ତୁମେ 6 ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ। ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମର କନ୍ୟା କି ତୁମର ଦାସ କି ତୁମର ଦାସୀ କି ତୁମର ଗୋରୁ କି ତୁମର ଗର୍ଦ୍ଧବ କି ତୁମର କୌଣସି ପଶୁ କି ତୁମର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବ ନାହିଁ। ତହିଁରେ ତୁମର ଦାସ ଓ ଦାସୀ ତୁମ ପରି ବିଶ୍ରାମ କରିବେ। ତୁମେ ସ୍ମରଣ କରିବ ଯେ ତୁମେ ମିଶ୍ର ଦେଶରେ ଦାସ ହୋଇଥିଲ। ମାତ୍ର ସଦାପ୍ରଭୁ ତୁମ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ। ଯେହେତୁ ସଦାପ୍ରଭୁ ତୁମ ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମକୁ ଆଜ୍ଞା ଦେଇଅଛନ୍ତି। ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ତୁମ୍ଭେ ଆପଣା ପିତାଙ୍କୁ ଓ ଆପଣା ମାତାକୁ ସମ୍ଭ୍ରମ କର। ତହିଁରେ ସଦାପ୍ରଭୁ ତୁମ ପରମେଶ୍ୱର ତୁମକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମେ ଦୀର୍ଘ ପରମାୟୁ ଓ ମଙ୍ଗଳ ହେବ। ତୁମେ ନରହତ୍ୟା କରିବ ନାହିଁ, କିମ୍ବା ତୁମେ ବ୍ୟଭିଚାର କରିବ ନାହିଁ, କିମ୍ବା ତୁମେ ଚୋରି କରିବ ନାହିଁ, କିମ୍ବା ତୁମେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ, କିମ୍ବା ତୁମେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ, କିମ୍ବା ତୁମେ ଆପଣା ପ୍ରତିବାସୀର ଗୃହ କି ତାହାର କ୍ଷେତ୍ର, ତାହାର ଦାସ କି ତାହାର ଦାସୀ କି ତାର ଗୋରୁ କି ତାର ଗର୍ଦ୍ଧବ କି ତୁମର ପ୍ରତିବାସୀର କୌଣସି ବସ୍ତୁକୁ ବାଞ୍ଛା କରିବ ନାହିଁ। ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧକାର ମଧ୍ୟରୁ ତୁମମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ, ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା 2 ଖଣ୍ଡ ପ୍ରସ୍ତର ପଟାରେ ଲେଖି ମୋତେ ସମର୍ପଣ କଲେ। ମାତ୍ର ପର୍ବତ ଅଗ୍ନିରେ ଜଳିବା ସମୟରେ ତୁମେମାନେ ଅନ୍ଧକାର ମଧ୍ୟରୁ ରବ ଶୁଣି ତୁମେମାନେ ଅର୍ଥାତ୍ ତୁମମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନମାନେ ମୋ ନିକଟକୁ ଆସିଲ। ପୁଣି ତୁମେମାନେ କହିଲ, ଦେଖ, ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଆମମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଅଛୁ। ଆମ୍ଭେମାନେ ଆଜି ଦେଖିଲୁ ଯେ ପରମେଶ୍ୱର ମନୁଷ୍ୟ ସହିତ କଥା କହିଲେ ହେଁ ସେ ବଞ୍ଚିପାରେ। ମାତ୍ର ଆମ୍ଭେ ଏବେ କି ହେତୁ ମରିବା? କାରଣ ଆମ୍ଭେ ଏହି ମହା ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ। ଆମ୍ଭେମାନେ ଯେବେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କ ରବ ଆଉ ଥରେ ଶୁଣିବା, ତେବେ ଆମ୍ଭେମାନେ ମରିଯିବା। କାରଣ ଆମ୍ଭେମାନେ ଯେପରି ଜୀବିତ ପରମେଶ୍ୱରଙ୍କର ରବ ଅଗ୍ନି ମଧ୍ୟରୁ କହିବାର ଶୁଣିଅଛୁ ଏବଂ ବଞ୍ଚିଅଛୁ। ପ୍ରାଣୀମାନଙ୍କ ମଧ୍ୟରେ କିଏ ଏପରି ହୋଇଅଛି? ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ଯାହା କହିବେ, ତୁମ୍ଭେ ନିକଟକୁ ଯାଇ ତାହା ଶୁଣ। ପୁଣି ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ତୁମକୁ ଯାହା କହିବେ,
ସେ ସମସ୍ତ କଥା ତୁମେ ଆମ୍ଭମାନଙ୍କୁ କୁହ, ଆମେମାନେ ତାହା ଶୁଣି ପାଳନ କରିବା। ତୁମେମାନେ ଯେତେବେଳେ ମୋତେ ଏହି କଥା କହିଲ, ସେତେବେଳେ ସଦାପ୍ରଭୁ ତୁମମାନଙ୍କର ସେହି ବାକ୍ୟର ରବ ଶୁଣି ମୋତେ କହିଲେ, ଏହି ଲୋକମାନେ ତୁମକୁ ଯାହା କହିଅଛନ୍ତି, ଆମେ ସେହି ବାକ୍ୟର ରବ ଶୁଣିଅଛୁ। ସେମାନେ ଯାହା କହିଅଛନ୍ତି ତାହା ଭଲ କହିଅଛନ୍ତି। ଆହା, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନଗଣର ଅନନ୍ତ କାଳ ସ୍ଥାୟୀ ମଙ୍ଗଳ ହୁଏ, ଏଥିପାଇଁ ସର୍ବଦା ଆମ୍ଭକୁ ଭୟ କରିବାକୁ ଓ ଆମ୍ଭ ଆଜ୍ଞା ସବୁ ପାଳନ କରିବାକୁ ଯେବେ ସେମାନଙ୍କର ଏପରି ହୃଦୟ ହୁଅନ୍ତା। ତୁମେ ଯାଇ ସେମାନଙ୍କୁ କୁହ ଯେ, ତୁମେମାନେ ଆପଣା ଆପଣା ତମ୍ବୁକୁ ଫେରିଯାଅ, ମାତ୍ର ତୁମେ ଏହି ସ୍ଥାନରେ ଆମ୍ଭ ନିକଟରେ ଠିଆ ହୁଅ। ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଯେଉଁ ଦେଶ ଦେବା, ସେହି ଦେଶରେ ସେମାନେ ପାଳନ କରିବା ପାଇଁ ତୁମେ ଯେଉଁ ବିଧି ଓ ଆଜ୍ଞା ଓ ଶାସନ ସେମାନଙ୍କୁ ଶିଖାଇବ, ତାହା ସବୁ ଆମ୍ଭେ ତୁମକୁ କହିବା। ଏ ନିମନ୍ତେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଯେପରି ଆଜ୍ଞା ଦେଇଅଛନ୍ତି, ତଦନୁସାରେ ପାଳନ କରିବା ପାଇଁ ମନୋଯୋଗ କରିବ। ତୁମେମାନେ ତହିଁର ଦକ୍ଷିଣରେ କି ବାମରେ ଫେରିବ ନାହିଁ, ଯେପରି ତୁମେମାନେ ବଞ୍ଚିବ ଓ ତୁମମାନଙ୍କର ମଙ୍ଗଳ ହେବ। ପୁଣି ଯେଉଁ ଦେଶ ତୁମେମାନେ ଅଧିକାର କରିବ, ତହିଁରେ ଯେପରି ତୁମମାନଙ୍କର ଦୀର୍ଘ ପରମେୟ ହେବ, ଏଥିପାଇଁ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଯେ ପଥରେ ଚାଲିବାକୁ ଆଜ୍ଞା ଦେଇଅଛନ୍ତି, ସେହି ସମସ୍ତ ପଥରେ ଚାଲ।